ଶୀତ ଦିନରେ ମଶାମାନଙ୍କର ପ୍ରଭାବ ବହୁତ ହେଇଥାଏ କାରଣ ଆଖପାଖରେ ବହୁତ ଅଳିଆ ଅପରିଷ୍କାର ରହିଲେ ମଶାମାନଙ୍କର ବଂଶ ବଢ଼ିଥାଏ। ଆଉ ସେଇ ମଶା ଯଦି ଆମକୁ କାମୁଡ଼ିଥାନ୍ତି ତ ଆମକୁ ଡେଙ୍ଗୁ ମ୍ୟାଲେରିଆ ଭଳି ବହୁତ ମାରାତ୍ମକ ରୋଗ ହେଇଥାଏ। ହ୍ୟାଲୋ ଗାଇଜ୍, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ମୁଁ ଆଜି ଆପଣମାନଙ୍କ ପାଇଁ ଘରୁ ଆମେ ମଶାକୁ କେମିତି ଭଗେଇବା ତାର ଗୋଟେ ସୁନ୍ଦର ଉପଚାର ବା ସହଜ ଉପାୟ ଆପଣମାନଙ୍କ ପାଇଁ ଆଣିଛି, ଯାହାକି ଆପଣମାନଙ୍କୁ ବହୁତ ଭାବରେ ବେନିଫିଟ୍ ଦେବ। ଆଉ ଆପଣମାନଙ୍କୁ ବଜାରରୁ ଯେ କେମିକାଲ ଜିନିଷ ଆଣିବା ପାଇଁକା ପଡ଼ିବନି। ଆମେ ବଜାରରୁ ମଶା ଧୂପକାଠି, ମଶା କଏଲ୍, ଗୁଡ୍ ନାଇଟ୍ ଇତ୍ୟାଦି ଆଣିଥାଉ, ଯାହାକି ଛୋଟ ପିଲା ହୁଅନ୍ତୁ ବା ବୟସ୍କ ଲୋକ ହୁଅନ୍ତୁ ସମସ୍ତଙ୍କୁ ଶରୀରକୁ ବହୁତ କ୍ଷତି ହୋଇଥାଏ। ତ ଆଜି ମୁଁ ଆପଣମାନଙ୍କୁ ଗୋଟେ ସୁନ୍ଦର ଉପାୟଟେ ଦେବି, ଯାହାକି ଆପଣମାନଙ୍କ କିଚେନରେ ସେଇଟା ଆଭେଲେବୁଲ୍ ଥାଏ। ଟିକେ ମାଇଣ୍ଡ ଖର୍ଚ୍ଚ କରି ଯଦି ଆପଣମାନେ ଏହାକୁ ବ୍ୟବହାର କରିପାରିବେ, ଆପଣମାନଙ୍କର ଶରୀର ସହିତ ଦେହ ମଧ୍ୟ ସୁସ୍ଥ ରହିବ। ମଶା ଗୋଟେ ଏମିତି ଜିନିଷ ଯାହାକି ଆମକୁ କାମୁଡ଼ିଲେ ଆମକୁ ନାନା ରୋଗ ହୋଇଥାଏ। ଆଉ ସେହି ରୋଗକୁ ଆମେ କେମିତି ଭଗେଇବା? ଦେଖନ୍ତୁ, ଦୀପ ତ ଆପଣମାନଙ୍କ ଘରେ ଥିବ। ଦିୱାଲି ତ ଏବେ ରିସେଣ୍ଟଲି ଯାଇଛି, ତ ମାଟି ଦୀପର ବ୍ୟବହାରଟା ମୁଁ ଆଜି ଆପଣମାନଙ୍କୁ ଦେଖେଇବି। ଦିୱାଲିରେ ଦୀପର କାମ ସରିଗଲା ପରେ ଆମେ ଦୀପକୁ ଏଣେ ତେଣେ ରଖିଦେଇଥାଉ। ତ ସେହି ଦୀପରେ ମୁଁ ଆପଣମାନଙ୍କୁ ଗୋଟେ ସହଜ ଉପାୟ ଦେଖେଇବି। ଦେଖନ୍ତୁ, ଆପଣମାନଙ୍କ ଘରେ ତ ଏମିତି କଟନର ତୁଳା ଥିବ, ନହେଲେ କଟନର କପଡ଼ା ହେଲେ ମଧ୍ୟ ବି ଆହୁରି ଭଲ। ତ ୟା ଦେହରେ ଆପଣମାନେ କ'ଣ କରିବେ ନା, ଦୁଇଟା ତେଜପତ୍ର ଆଣିବେ। ତେଜପତ୍ରର କଡ଼ା ସ୍ମେଲ୍ରେ ମଶାମାନେ ରୁମ୍କୁ ଆସିବେ ନାହିଁ ବା ଘରକୁ ଆସିବେ ନାହିଁ। ତ ଆପଣମାନେ ଦେଖନ୍ତୁ, ଯଦି ଆପଣମାନଙ୍କର ବହୁତ ରୁମ୍ ହେଇଥିବ ତାହେଲେ ଆପଣମାନେ ଦୁଇଟା ଜାଗାରେ ଚାରିଟାର ତେଜପତ୍ରର ବ୍ୟବହାର କରିପାରିବେ। ତ ଦୁଇଟି ତେଜପତ୍ରକୁ ଭଲକରି ଏମିତି ଟିକେ ଛୋଟ ଛୋଟ ପିସ୍ କରିକି ସେହି କଟନ ଉପରେ ଏମିତି ସାଇଜ୍ କରିକି ରଖିଦେବେ। ତାପରେ ମୁଁ କ'ଣ କ'ଣ ଜିନିଷ ପକାଉଛି ସେଇଟା ଆପଣମାନଙ୍କୁ ଧ୍ୟାନର ସହ ଦେଖିବା ପାଇଁକା ପଡ଼ିବ। ତାପରେ ମୁଁ କ'ଣ ନେଉଛି ଦେଖନ୍ତୁ, କିଛି ଗୋଲମରିଚ। ଗୋଲମରିଚ ତ ଆରାମସେ ସମସ୍ତଙ୍କ କିଚେନରେ ଆଭେଲେବୁଲ୍ ଥାଏ। ଆଉ ଆମେ ଗୋଲମରିଚକୁ ଚାହା ଏବଂ ରୋଷେଇରେ ମଧ୍ୟ ବ୍ୟବହାର କରିଥାଉ। ତ ଆପଣମାନେ ଏହାକୁ କ୍ରସ୍ କରିକି ନେଇପାରିବେ, ନଚେତ୍ ଆପଣମାନେ ଏମିତି ଗୋଟା ମଧ୍ୟ ତାର ୟୁଜ୍ କରିପାରିବେ। ତାପରେ ମୁଁ କ'ଣ ନେଉଛନ୍ତି ଚାଲନ୍ତୁ ଦେଖିବା। ତାକୁ କ'ଣ କରିବେ ନା, ଏଇ ଯେଉଁ ଦୀପ ଆମର ମାଟି ଦୀପଟା ଅଛି ତା ଦେହକୁ ଆପଣମାନେ ନେଇ ଆସିବେ। ମୁଁ ତାପରେ କ'ଣ କରୁଛି ସେଇଟା ଆପଣମାନଙ୍କୁ ଆଗକୁ ତ ଦେଖେଇବି। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିବ, ନିହାତି ଭାବରେ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ତାପରେ ମୁଁ କିଛି କର୍ପୂର ନେଉଛି, ଯେଉଁ କର୍ପୂର ଆମେ ଦିଅଙ୍କ ଆଳତିରେ ବ୍ୟବହାର କରିଥାଉ। ଏଇଟା ବି ତ ସମସ୍ତଙ୍କ ଦିଅଙ୍କ ଘରେ ସକାଳେ ଆଭେଲେବୁଲ୍ ରହିଥାଏ ଏବଂ ଦିଅଙ୍କୁ ଆଳତି କରାଯାଇଥାଏ। ତ ଆକୁ ଆପଣମାନେ ଆରାମସେ କ'ଣ କରିବେ ନା, ସେଇ ମାଟି ଦୀପ ଭିତରକୁ ନେଇ ଆସିବେ। ତ ମାଟି ଦୀପ ତ ଆମେ ବ୍ୟବହାର ନ କରି ଏଣେ ତେଣେ ରଖିଦେଇଥାଉ, କିନ୍ତୁ ତାର ଦେଖନ୍ତୁ ଦୀପର ଅଦରକାରୀ ଭାବେ ଆମେ ଯେଉଁ ଫିଙ୍ଗି ଦେଉଥିଲେ, ତା ଦେହରେ ଆମେ କେତେ ସୁନ୍ଦର ଜିନିଷଟେ ଯୋଗାଡ଼ କରିପାରୁଛେ। ଲାଷ୍ଟରେ ଆମେ ସେଥିରେ କିଛି ତେଲକୁ ଦେବା। ଯେହେତୁ ଆମର ସେଇଟା ଜଳିବାର ଅଛି, ତ ବିନା ତେଲରେ ଆମେ ତାକୁ କେମିତି ଜାଳିବା? ତ ଜାଳିବା ପାଇଁ ଆପଣମାନେ 2-4 ଟୋପା ତେଲର ୟୁଜ୍ କରିପାରିବେ। ଆପଣମାନେ ଯେଉଁ ତେଲ ଆପଣମାନଙ୍କ ଘରେ ଥିବେ ଆପଣମାନେ ନେଇପାରିବେ। ତାପରେ କ'ଣ କରିବା ନା, ଏହାକୁ ଆମେ ଜଳେଇବା। ୟାର ଜଳିବାରେ ଯେଉଁ ବାସ୍ନାଟା ଥାଏ ଘରକୁ ପୁରା ଶାନ୍ତି ଆଣିଥାଏ। ଆଉ ଏହାର ବାସ୍ନାରେ ଆପଣମାନଙ୍କୁ ବହୁତ ଭଲ ଲାଗିବ ଏବଂ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ନିଶ୍ୱାସ ପ୍ରଶ୍ୱାସରେ ଗଲେ ଆରାମ ଲାଗିବ। ଆପଣମାନେ ମାର୍କେଟରୁ ଯେଉଁ ଲିକ୍ୱିଡ଼ ଆଣୁଛନ୍ତି ବା ମଶା ଅଗରବତୀ ଆଣୁଛନ୍ତି, ତା ଧୂଆଁ କେତେ କ୍ଷତିକାରକ ଆମ ଶରୀରକୁ ଗଲେ ସେଇଟା ଆପଣମାନେ ଜାଣିଛନ୍ତି। ତ ଏହି ଟିପ୍ସଟି ନିହାତି ଭାବରେ କରନ୍ତୁ। ଏଇଟାକୁ ଆପଣମାନଙ୍କୁ ଫୁଲ୍ ଜଳେଇବାର ଅଛି। ଦେଖନ୍ତୁ, ମୋର ଏଇଟା କେତେ ସୁନ୍ଦର ଭାବେ ଜଳୁଛି ଆଉ ଜଳିବାରେ ମଧ୍ୟ ବଢ଼ିଆ ବାସ୍ନା ଆସିଥାଏ। ଆଉ ହଁ, ଏଇଟାକୁ ଆପଣମାନେ ଡୋର୍ ଲକ୍ କରିକି କରିବାର ଅଛି, କାରଣ ୟାର ଯେଉଁ ଧୂଆଁଟା ସେଇଟା ଘରର ଚାରିପାଖରେ ସବୁଆଡ଼େ ଯିବାଟା ନିହାତି ଦରକାର। ତ ଏହି ଟିପ୍ସଟି ଆପଣମାନେ ନିହାତି ଭାବରେ କରନ୍ତୁ। ଆଉ ଆପଣମାନଙ୍କୁ କେତେ ସେଇଟା ବେନିଫିଟ୍ ମିଳୁଛି ମୋତେ ନିହାତି ଭାବରେ ଜଣେଇବେ। ଆଉ ଘର ମଧ୍ୟ ଆପଣମାନଙ୍କର ବହୁତ ବଢ଼ିଆ ସ୍ମେଲ୍ ଆସିବ ଆଉ ଭଲ ମଧ୍ୟ ଲାଗିବ। ଦେଖନ୍ତୁ, ମୋର ଏଇଟା ପୁରା ଜଳି ଆସିଲାଣି। ତାପରେ ଦେଖନ୍ତୁ, ଏଇଟା ଲିଭିଗଲା ପରେ ତା ଦେହରୁ ଯେଉଁ ଧୂଆଁଟା ବାହାରିବ ସେଇ ଧୂଆଁଟା ହିଁ ଆମର ମଶାମାନଙ୍କୁ ଘରକୁ ଆସିବା ପାଇଁକା ରୋକିଥାଏ। ତ ଏହି ଟିପ୍ସଟି ନିହାତି ଭାବରେ ଆପଣମାନେ କରନ୍ତୁ। ଆଉ ଆପଣମାନଙ୍କୁ ମାର୍କେଟକୁ ଯାଇକି ପଇସା ଖର୍ଚ୍ଚ କରିକି ଅଗରବତୀ ବା ମଶା ଲିକ୍ୱିଡ଼ ଆଣିବା ପାଇଁକା ପଡ଼ିବନି। ଫାର୍ଷ୍ଟ ଟୁ ଲାଷ୍ଟ ପର୍ଯ୍ୟନ୍ତ ଆପଣମାନେ ଭିଡ଼ିଓଟିକି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ କି ମୋ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ଅତି ସହଜରେ ପହଞ୍ଚି ପାରିବ। ଦେଖନ୍ତୁ, ଦୀପଟା ମୋର ଲିଭି ସାରିଲା ପରେ କେତେ ସୁନ୍ଦର ଧୂଆଁ ବାହାରୁଛି। ଏହି ଧୂଆଁ ହିଁ ମଶାମାନଙ୍କୁ ଘରୁ ଆସିବା ପାଇଁକା ରୋକିଥାଏ। ରହୁଛି, ନମସ୍କାର।